सरल कर किंबा सिंप्लिफाए 2x + 5 ର ହୋଲ୍ ସ୍କୋୟାର ମାଇନସ୍ 2x - 5 ର ହୋଲ୍ ସ୍କୋୟାର। ପିଲେ ଏହି କୋଶ୍ଚିନ୍ଟି ଅଷ୍ଟମ ଶ୍ରେଣୀ ଅନ୍ତର୍ଗତ ବୀଜଗଣିତରେ ଥିବା ଅନୁଶୀଳନୀ 3F ର କୋଶ୍ଚିନ୍ ନମ୍ବର 8 ର II। ତେଣୁ ଏହି କୋଶ୍ଚିନ୍ଟିକୁ ସଲ୍ଭ କରିବା ପାଇଁ ଚେଷ୍ଟା କରିବା। ଆସନ୍ତୁ ଏହି କୋଶ୍ଚିନ୍ଟିକୁ ସଲ୍ଭ କରିବା। କୋଶ୍ଚିନ୍ ନମ୍ବର 8 ର II। 2x + 5 ର ହୋଲ୍ ସ୍କୋୟାର ମାଇନସ୍ 2x - 5 ର ହୋଲ୍ ସ୍କୋୟାର। ଆମେ ଏହି ପ୍ରଥମ ପଦର ସ୍କୋୟାର ବାହାର କରିବା, ତାପରେ ଦ୍ୱିତୀୟ ପଦର ସ୍କୋୟାର ବାହାର କରିକି ଧୀରେ ଧୀରେ ସଲ୍ଭ କରିପାରିବା। କିମ୍ବା ଆମେ ଜାଣିଛନ୍ତି a² - b² ର ସୂତ୍ର ଅନୁସାରେ ସଲ୍ଭ କରିବା। ତେଣୁ ପ୍ରଥମ ପଦକୁ a, ଦ୍ୱିତୀୟ ପଦକୁ b ନେବା। ଏଠାରେ a = 2x + 5 ଏବଂ b = 2x - 5। ତେଣୁ ଆମେ ସହଜରେ ଲେଖିପାରିବା 2x + 5 ବଦଳରେ a, ତେଣୁ a ର ସ୍କୋୟାର ମାଇନସ୍ 2x - 5 ବଦଳରେ b, b ର ସ୍କୋୟାର। କିନ୍ତୁ a² - b² ସୂତ୍ର କ'ଣ? = a + b × a - b। ଏବେ କ'ଣ କରିବା? ଏହି a ଜାଗାରେ 2x + 5 ଏବଂ b ଜାଗାରେ 2x - 5 ନେଇକି ସଲ୍ଭ କରିଦେବା। ତେଣୁ ଇମ୍ପ୍ଲାଇଜ୍ a ର ମୂଲ୍ୟ କେତେ? 2x + 5 ର ସ୍କୋୟାର ମାଇନସ୍ b ବଦଳରେ 2x - 5 ଲେଖିବା। 2x - 5 ର ସ୍କୋୟାର = a ର ମୂଲ୍ୟ 2x + 5 ଲେଖିବା ପ୍ଲସ୍ b, b ର ମୂଲ୍ୟ 2x - 5। ଏହି ଦୁଇଟି ପଦକୁ ବ୍ରାକେଟ୍ ମଧ୍ୟରେ ରଖିବା। ଇଣ୍ଟୁ ଦ୍ୱିତୀୟ ପଦ a, ର ମୂଲ୍ୟ 2x + 5 ମାଇନସ୍ b, b ର ମୂଲ୍ୟ ଯେ କେତେ? 2x - 5। ବର୍ତ୍ତମାନ ବନ୍ଧନୀ ଖୋଲିବା। ଦେଖ 2x + 5 ପ୍ଲସ୍ ଇଣ୍ଟୁ ପ୍ଲସ୍ 2x ପୂର୍ବରୁ କିଛି ଚିହ୍ନ ଦେନେ ମାନେ ପ୍ଲସ୍ ବୁଝିବା। ତେଣୁ ପ୍ଲସ୍ ଇଣ୍ଟୁ ପ୍ଲସ୍ ଯେ ପ୍ଲସ୍ 2x, ଠିକ୍ ସେହିପରି ପ୍ଲସ୍ ଇଣ୍ଟୁ ମାଇନସ୍ ଯେ ମାଇନସ୍ ଲେଖିବା 5, ଠିକ୍ ଅଛି। ଇଣ୍ଟୁ ଠିକ୍ ସେହିପରି 2x + 5। ଦେଖ ଏଠାରେ ମାଇନସ୍ ଇଣ୍ଟୁ 2x ପୂର୍ବରୁ ପ୍ଲସ୍ ଅଛି ହେଲା, ତେଣୁ ମାଇନସ୍ ଇଣ୍ଟୁ ପ୍ଲସ୍ ଯେ କ'ଣ ହେବ? ମାଇନସ୍ 2x ମାଇନସ୍ ଇଣ୍ଟୁ ମାଇନସ୍ ଯେ ପ୍ଲସ୍ ଲେଖିବା 5, ବନ୍ଧନୀ କ୍ଲୋଜ୍। ବର୍ତ୍ତମାନ ସଦୃଶ ପଦଗୁଡ଼ିକୁ ମିଶାଇବା କିମ୍ବା କଟାକଟି କରିବା, ଯାହା କରିବାର ଅଛି କରିଦେବା। ଦେଖ +2x + 2x କେତେ ହେବ? +4x। ଠିକ୍ ସେହିପରି +5 - 5 କଟିଯିବ। ଠିକ୍ ସେହିପରି ଦ୍ୱିତୀୟ ପଦକୁ ଦେଖିବା। ଇଣ୍ଟୁ +2x - 2x କଟିଯିବ। ତାପରେ +5 + 5 ହେବ +10 କିମ୍ବା ଆମେ କେବଳ 10 ଲେଖିପାରିବା। ବୁଝିଲା? = 4x × +10 ଯେ ଆମେ ଲେଖିପାରିବା 10 × 40x। ଆନ୍ସର।